ଆସନ୍ତୁ ଆଜି ଆମେ ମାନେ ଆଉ ଗୋଟେ ସୁନ୍ଦର ସମୟକୁ ନେଇକି ମାନେ ଆବଶ୍ୟକତାରେ ବିଷୟକୁ ଆମେ ଚିନ୍ତା କରିବା ଯାହା ପରମେଶ୍ୱରଙ୍କର ବିଷୟକୁ ଆମେ ଆଲୋଚନା କରିବା ପୂର୍ବରୁ ସର୍ବପ୍ରଥମେ ମୋର ଜୀବିତ ପିତା ଈଶ୍ୱରଙ୍କୁ ମୁଁ ଧନ୍ୟବାଦ ଦିଏ। ତତ୍ସଙ୍ଗେ ଉପସ୍ଥିତ ପ୍ରତ୍ୟେକ ମୋର ପ୍ରଭୁଙ୍କର ପ୍ରିୟ ଦାସ ଦାସୀ ମାନଙ୍କୁ ଖ୍ରୀଷ୍ଟପ୍ରାନ୍ତ ନମସ୍କାର। ଆଜିର ବିଷୟକୁ ଚିନ୍ତା କରିବା ପୂର୍ବରୁ ମୁଁ ଆପଣମାନଙ୍କୁ ଗୋଟିଏ ବିଷୟ କହିବି ଯେ ଆଜିର ଟପିକ ହେଉଛି ଯେଉଁଠାରେ ଧନ ସେଇଟାରେ ତୁମ୍ଭମାନଙ୍କର ମନ। এই ବିଷୟକୁ ମୁଁ ଆପଣମାନଙ୍କୁ କିଛି ଆଂଶିକ କହିବା ପାଇଁ ମୁଁ ଚାହେଁ, କିନ୍ତୁ କହିବା ପୂର୍ବରୁ ଆସନ୍ତୁ ଆମେ ପ୍ରଭୁଙ୍କ ନିକଟରେ ସମର୍ପିତ ହେବା, ତାପରେ ଆମେ ଆଜିର ଶିକ୍ଷା ନିକଟକୁ ଆମେ ଆଗେଇ ଚାଲିବା। ଆସନ୍ତୁ ପ୍ରାର୍ଥନା କରିବା। ପ୍ରେମିକ ମୈଶ୍ୱରିକ ପିତା ଧନ୍ୟବାଦ ଦେଉଛୁ ରାଜା, ତୁମେ ଆମମାନଙ୍କୁ ପ୍ରେମ ଅନୁଗ୍ରହ କରି ସୁନ୍ଦର ଅବକାଶ ଦେଲ ତୁମ ସେ ବାକ୍ୟକୁ ଶିଖିବା ନିମନ୍ତେ, ଆଲୋଚନା କରିବା ନିମନ୍ତେ। ପ୍ରଭୁ ତୁମ ସେ ସ୍ୱର୍ଗୀୟ ଜ୍ଞାନ ଦେଇ ଆମମାନଙ୍କୁ ତୁମେ କଥା କୁହ। ରାଜା ମୁଁ କିଛି ନୁହେଁ ଲର୍ଡ, କେବଳ ଆମେ ତୁମ୍ଭକୁ ସ୍ୱାଗତ କରୁଛୁ, କେବଳ ତୁମେ ମୁଖପାତ୍ର ଏଇ କଥା କୁହ ବୋଲି ପ୍ରାର୍ଥନା କରୁଛି। ଯେଉଁ ଚିନ୍ତନ ବିଷୟରେ ରହିଅଛି ସମସ୍ତ ମୋର ମାଂସକୁ ବୁଝିବା ପାଇଁ ତୁମେ କୃପା କର। ଯେଉଁମାନେ ଶୁଣିବେ ସେମାନଙ୍କୁ ତୁମେ ଅନୁଗ୍ରହ କର, ଯେପରି ଶ୍ରୋତା ମାତ୍ର ନୁହେଁ କାର୍ଯ୍ୟକାରୀ ହେବେ ସେଥିପାଇଁ କୃପା କର। ଗୌରବ ମହିମା ସମ୍ଭ୍ରମ ତୁମକୁ ଦେଇ ପ୍ରିୟ ପୁତ୍ର ଯୀଶୁଙ୍କ ନାମରେ ମାଗୁଅଛି ପିତା, ଆମେନ୍। ଆଜିର ବିଷୟ ଆମର ଚିନ୍ତା ବିଷୟ ହେଉଛି ଯେ ଯେଉଁଟାରେ ଧନ ସେଇଟାରେ ତୁମ୍ଭର ମନ। ବାସ୍ତବିକ ଆମ୍ଭେମାନେ ଆଉ ଯଦି ଏହି ପଦପର୍ବ ଅନୁସାରେ ଯଦି ଆମେ ଚିନ୍ତା କରିବା, ତେବେ ମଣିଷ ଜୀବନରେ ଗୋଟିଏ ଏକ ଖ୍ରୀଷ୍ଟୀୟ ଜୀବନ ନିମନ୍ତେ ଅତି ଜଟିଳ ପୂର୍ଣ୍ଣ ଜୀବନ ଅଟେ। କାହିଁକି ଯେ ମଣିଷ ନିମନ୍ତେ ଏକ ଧନ ଏକ ଅଭିଳାଷ ପୂର୍ଣ୍ଣରେ ପରିଣତ କରିବା ପାଇଁ ସେ ସାହାଯ୍ୟ କରିଥାଏ। ତେଣୁ ଆପଣମାନେ ଦେଖିବେ ତାର ମାଥ୍ୟୁ ଲିଖିତ ସୁସମାଚାର ତାର 6 ଅଧ୍ୟାୟ 21 ପଦରେ ଲେଖା ଅଛି। ମାଥ୍ୟୁ ଲିଖିତ ସୁସମାଚାର 6 ଅଧ୍ୟାୟ 21 ପଦରେ ଏଠାରେ କୁହେ, କାରଣ ଯେଉଁଟାରେ ତୁମ୍ଭର ଧନ ତୁମ୍ଭର ମନ, ଅର୍ଥାତ୍ କାରଣ ଯେଉଁଟାରେ ତୁମ୍ଭର ଧନ ସେଟାରେ ମଧ୍ୟ ତୁମ୍ଭର ମନ। ଏଠି ମଣିଷ ଜୀବନରେ ଯେଉଁ ଧନ ବିଷୟରେ ସେ ଚିନ୍ତା କରେ, ଆପଣାର ସମସ୍ତ ଜ୍ଞାନରେ, ବୁଦ୍ଧିରେ ଏବଂ ନିଜର ପରିଶ୍ରମ ଫଳରେ ଯାହା ସେ ଆୟୋଜନ କରିଥାଏ, ତାହା ହେଉଛି ତା ଜୀବନର ଏକ ସମ୍ପତ୍ତିର ଅଭିଳାଷ ଜୀବନ କାଟିବା ପାଇଁ ସେ ଚିନ୍ତା କରିଥାଏ। କିନ୍ତୁ ପରମେଶ୍ୱର କହୁଛି ଫ୍ରାଙ୍କଲି ଭାବରେ, ଯାହାକି ତୁମ୍ଭେ ଆଉ ତୁମର ଧନ ପ୍ରତି ହିଁ ଆସକ୍ତ ହବ, କିନ୍ତୁ ତୁମେ ମୋହର ବାକ୍ୟ ପ୍ରତି କେବେ ହିଁ ଆସକ୍ତ ହବ ନାହିଁ। କାହିଁକି ଏ କଥା କହିଲେ? ଯେ ଯେହେତୁ ଧନ ଯାହାଟାରେ ଅଛି ସେ କେବେ ହିଁ ପରମେଶ୍ୱରଙ୍କଠାରେ ଆଉ ସନ୍ତୁଷ୍ଟ ବା ଆଉ ସତ୍ୟତା ଭାବରେ ସେ ଉପାସନା କରିନଥାଏ। ତେଣୁ ଏଇଟାରେ ଏଇ ବିଷୟରେ କୁହାଯାଏ ଯେ ଧନ ଯଦି ଅଛି ତାହେଲେ ତୁମ୍ଭେ ମାନେ ସେଇ ଧନ ଉପରେ ହିଁ ମନ ଆଉ ଦେଇଥାଉ। କିନ୍ତୁ ପରମେଶ୍ୱରଙ୍କ ନିକଟକୁ ଆସିବା ପାଇଁ ହେଲେ ଆମ୍ଭମାନଙ୍କୁ ଧନକୁ ତ୍ୟାଗ କରିବାକୁ ପଡିବ। ଏଣୁ ଏହି ଧନ ବିଷୟ ନେଇକି ଆମେ କିଛି ଆଲୋଚନା କରିବା, ଯାହାକି ଆପଣମାନେ ଦେଖିବେ ତାର ମାଥ୍ୟୁ ଲିଖିତ ସୁସମାଚାର ତାର ଆଉ 19 ଅଧ୍ୟାୟ ତାର 16 ଠୁ ଯଦି 22 ପର୍ଯ୍ୟନ୍ତ ଆପଣ ଧ୍ୟାନ କରିବେ, ସେଠି ଗୋଟେ ବିଷୟ ଲେଖା ଅଛି ଯେ ଜଣେ ଧନୀ ବ୍ୟକ୍ତିଙ୍କ ବିଷୟରେ ଆମେ ପାଇପାରୁ। ମାଥ୍ୟୁ ଲିଖିତ ସୁସମାଚାର ତାର 19 ଅଧ୍ୟାୟ ଯଦି 16 ଠୁ ଆମେମାନେ ଯଦି ତାର ଆଉ 22 ପର୍ଯ୍ୟନ୍ତ 23 ପର୍ଯ୍ୟନ୍ତ ଯଦି ଆମେ ପଢିବା, ସେଠି ଜଣେ ଧନୀ ଯୁବା ବିଷୟ ଲେଖା ଅଛି। ଯେ ଏଠି 22 ପଦରେ କହନ୍ତି, କିନ୍ତୁ ଏ କଥା ଶୁଣି ଯୁବକଟି ଦୁଃଖିତ ହୋଇ ଚାଲିଗଲେ, କାରଣ ତାହାର ବହୁତ ସମ୍ପତ୍ତି ଥିଲା। ସେଥିରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଧନୀ ଲୋକ ଅତି କଷ୍ଟରେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବ। ପୁନଶ୍ଚ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ୱରଙ୍କ ରାଜ୍ୟରେ ଧନୀ ଲୋକର ପ୍ରବେଶ କରିବା ଅପେକ୍ଷା ବରଂ ସୂଚୀର ଛିଦ୍ର ଦେଇ ଓଟର ପ୍ରବେଶ କରିବା ସହଜ। ଏଠି ଜଣେ ଧନୀ ବ୍ୟକ୍ତିଙ୍କ ବିଷୟରେ କହୁଛନ୍ତି ଯେ ତା ପୂର୍ବ ଅଂଶରେ ଯଦି ଦେଖିବେ, ସେ ଜଣେ ଧନୀ ବ୍ୟକ୍ତି, ସେ ତାର ସମସ୍ତ ଧନ ସମ୍ପତ୍ତି ପାଇଲା ପରେ ସେ କି ପ୍ରକାର ପରମେଶ୍ୱରଙ୍କ ନିକଟରେ ବ୍ୟବହାର ହିତ ହଉଛନ୍ତି। ଯଦି ଆମେ ଦେଖିବା ତାର ଆଉ ପୂର୍ବ ଅଂଶରେ ଯଦି ଆମେ ଦେଖିବା, ସେଠି ଲେଖା ହଉଛି, ଯୀଶୁ ତାହାକୁ କହିଲେ, ଯଦି ତୁମେ ସିଦ୍ଧ ହେବାକୁ ଇଚ୍ଛା କର, ତେବେ ଯେ ଆପଣାର ସର୍ବସ୍ୱ ବିକ୍ରୟ କରି ଦରିଦ୍ର ମାନଙ୍କୁ ଦାନ କର, ଆଉ ତୁମ୍ଭେ ସ୍ୱର୍ଗର ଧନ ପାଇବ। ପୁଣି ଆସି ମୋର ଅନୁଗମନ କର।
ଯେ ଯୀଶୁ ଏଠି ଜଣେ ଆଉ ସେ ଧନୀ ଯୁବକୁ କହୁଛନ୍ତି ଯେ ଯଦି ଜଣେ ସିଦ୍ଧ ହେବା ପାଇଁ ହେଲେ ଆଉ ତମେ ଯଦି ଏକ ଆଉ ଈଶ୍ୱରଙ୍କର ସନ୍ତାନ ହେବା ପାଇଁ ଚାହୁଁଛନ୍ତି ତାହେଲେ ତୁମ୍ଭର ଯାହା ଅଛି ସେ ସମସ୍ତ ବିଷୟକୁ ବିକ୍ରୟ କରିକି ଦରିଦ୍ର ମାନଙ୍କୁ ଦାନ କର, ଯେଉଁମାନଙ୍କର କିଛି ନାହିଁ, ଇଭେନ୍ ସେମାନଙ୍କର ଖାଇବା ପିଇବା ଧନ ସମ୍ପତ୍ତି ଘର ଦ୍ୱାର ନାହିଁ, ସେମାନଙ୍କ ନିକଟରେ ଆଉ ତାହା କଣ କର, ଦାନ କର। କିନ୍ତୁ ସେଇ ଲୋକଟା କଣ ହେଲା, ମନ ମଳିନ କରି ଦୁଃଖ ହେଇକି ତା ଜୀବନରେ ଗୋଟେ ଦୁଃଖ ମନ ଭାବ ହେଇକି କଣ କଲା, ସେ ନିଜ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କଲା। କିନ୍ତୁ ସେ କଣ କଲା, ସେ ଧନ ପ୍ରତି ଆଉ ଲୋଭ ଶକ୍ତ ହେଇଗଲା। ତେଣୁ ଏଠି କହିଲେ ସର୍ବସ୍ୱ ବିକ୍ରି କରି ଦରିଦ୍ର ମାନଙ୍କୁ ଦାନ କରିବା ପାଇଁ କହିଲେ। ପ୍ରିୟ ଭାଇମାନେ, ଏଠି ଯଦି ସେହି ଧନ ବିଷୟରେ ଯଦି ସେ ଚିନ୍ତା କରିକି ସେ ଲୋଭ କରେ, ଯଦି ମୃତ୍ୟୁ ହୁଏ, ଏ ସମସ୍ତ ଧନ କାହାର ହବ? এই বিষয় ବି ଆପଣ ମାନେ ବାକ୍ୟରେ ପାଇବେ। ଯଦି ଆପଣ ଦେଖିବେ ସେଇ ବିଷୟରେ ଯେ ଅତି ପ୍ରାଞ୍ଜଳ ଭାବରେ କହୁଛନ୍ତି, ଯେଉଁ ସମସ୍ତ ବିଷୟ ତମେ ଧନୀ ହେବା ପାଇଁ ଚାହୁଁଛ, ଧନ ଅଛି, ତାହାକୁ ତୁମେ ଆସକ୍ତ ହୁଅ ନାହିଁ, କିନ୍ତୁ ଈଶ୍ୱରଙ୍କ ବାକ୍ୟରେ ଆସକ୍ତ ହୁଅ ବୋଲି କହୁଛନ୍ତି। ତେଣୁ ଆମେ ଆଉ ଗୋଟେ ବିଷୟ ଆମେ ଦେଖିବା, ତାର ଇସ୍କାରିତ ଯିହୁଦା ବିଷୟରେ ଆମେ ଉଦାହରଣ ଦେଖିବା, ଯୋଉଟା କି ମାଥ୍ୟୁ ଲିଖିତ ସୁସମାଚାର ତାର 26 ଅଧ୍ୟାୟ 15 ପଦରେ ସେ ଯୀଶୁଙ୍କୁ ବିକ୍ରି କଲେ କେବଳ 30 ରୂପୀୟ ମୁଦ୍ରା ଦ୍ୱାରା। କାହିଁକି? ସେ ତାର ଧନ ପ୍ରତି ମନ ଥିଲା। ସେ ଯୀଶୁଙ୍କର ଅତି ଶ୍ରେଷ୍ଠ ଏବଂ ଅତି ଘନିଷ୍ଠ ଶିଷ୍ୟ ହେଲେ ହେଁ ଯୀଶୁ ଖ୍ରୀଷ୍ଟଙ୍କୁ କଣ କଲେ, ସେ ଶତ୍ରୁ ହସ୍ତରେ ସମର୍ପଣ କଲେ। କାହିଁକି? ସେ କେବଳ ଧନ ପାଇଁ, ମାତ୍ର 30 ରୂପୀୟ ମୁଦ୍ରା ପାଇଁ ବୋଲିକି ସେ ଯୀଶୁ ଖ୍ରୀଷ୍ଟଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲେ। এইটা ସେ ଧନ ଯାହା ପାଖରେ ମନ ଅଛି, ସେ କେବେ ହିଁ କେବେ କଣ ହବ, ପରମେଶ୍ୱରଙ୍କୁ ତ୍ୟାଗ କରିବ ବା ଯୀଶୁଙ୍କୁ ତ୍ୟାଗ କରିବ। ଏଣୁ ଆଉ ଗୋଟେ ବିଷୟ ଆମେ ଚିନ୍ତା କରିବା ଯେ ସେ ଜାଗା ଲେଖା ଅଛି, ଯଦି ଆପଣ ମାନେ ଦେଖିବେ ତାର ପ୍ରେରିତ ପୁସ୍ତକ ତାର 5 ଅଧ୍ୟାୟ 1 ଟୁ ଆଉ 2 ପର୍ଯ୍ୟନ୍ତ ଯଦି ଆପଣ ମାନେ ପଢିବେ, ସେଠି ଅତି ପ୍ରାଞ୍ଜଳ ଭାବରେ ଗୋଟିଏ ବିଷୟ ଲେଖାଯାଏ, ଯେଉଁମାନେ ମୃତ୍ୟୁ ବା ଯେଉଁମାନେ ଲୋଭ କରନ୍ତି ଆଉ ସେ ଲୋଭରେ ସେ କଣ ହବ, ଦଣ୍ଡ ପ୍ରାପ୍ତ ହବ। ଆଉ ପ୍ରେରିତ ପୁସ୍ତକ ତାର 5 ଅଧ୍ୟାୟ 1-2 ଲେଖା ଅଛି, କିନ୍ତୁ ହାନାନିୟ ନାମକ ଜଣେ ବ୍ୟକ୍ତି ଆପଣା ଭାର୍ଯ୍ୟା ସପିରାର ସମ୍ପତ୍ତିରେ କିଛି ସମ୍ପତ୍ତି ବିକ୍ରି କଲା, ପୁଣି ଭାର୍ଯ୍ୟାର ଜ୍ଞାତ ସାରରେ ସେଥିର ମୂଲ୍ୟରୁ କିଛି ଲୁଚାଇ ରଖି ଅଂଶ ମାତ୍ର ଆଣି ପ୍ରେରିତ ମାନଙ୍କ ଚରଣ ତଳେ ଥୋଇଲା। ଏବଂ 3 ଲେଖା, ସେଥିରେ ପିତର କହିଲେ, ହେ ହାନାନିୟ, ପବିତ୍ର ଆତ୍ମାଙ୍କ ନିକଟରେ ମିଥ୍ୟା କହିବାକୁ ଓ ଭୂମିର ମୂଲ୍ୟରୁ କିଛି ଲୁଚାଇ ରଖିବାକୁ କାହିଁକି ଆଉ ଶୈତାନ ତୁମ୍ଭ ହୃଦୟ ସମ୍ପୂର୍ଣ୍ଣ ଅଧିକାର କରିଅଛି। ଏଠି ଦେଖନ୍ତୁ ଶୈତାନ କି ପ୍ରକାରର ଏଠି ଯୋଉ ହାନାନିୟଙ୍କ ଜୀବନରେ ଆଉ ଏଇ ପ୍ରକାରର ବ୍ୟବହାର ହଉଛି। ସେ ପରମେଶ୍ୱରଙ୍କ ନାମରେ ସେ ନିଜକୁ ମାନତ କରିଥିଲା ଯେ ମୁଁ ଏଇ ଜମି କଣ୍ଢେଟି କଣ କରି ବିକ୍ରି କରି ମୁଁ ପରମେଶ୍ୱରଙ୍କ ନାମରେ ଶିଷ୍ୟମାନଙ୍କର ସେବା କାର୍ଯ୍ୟ ନିମନ୍ତେ ପରମେଶ୍ୱରଙ୍କର ବାକ୍ୟକୁ ବିସ୍ତାର କରିବା ପାଇଁ କିଛି ଅଂଶ ସେ ଦେବି ବୋଲି କହିଥିଲା। କିନ୍ତୁ ସେହି ଅଂଶ ମଧ୍ୟରୁ ବି କିଛି ନିଜ ପାଇଁ ବୋଲିକି ଲୁଚାଇକି ରଖିଲା। ତାମାନେ ଏହି ଧନ ଯେଉଁଟାରେ ତାଙ୍କରି ମନ ସେଟାରେ, ଅର୍ଥାତ୍ ସେଇ ଧନ ଯଦି ଅଛି, ସେ ନିହାତି ସେ ଜାଗାରେ ଗୋଟେ ଲୋଭ, ଗର୍ବ, ବଡ଼ିମା, ଅହଙ୍କାର এই ପ୍ରକାର ଜୀବନ ଆସିବ, ଯାହା ଫଳରେ ମନୁଷ୍ୟର ସମସ୍ତ ବିଷୟକୁ ସିଏ ଆଉ ନିଜ ଜ୍ଞାନରେ ଆଜି ପଢିବା ପାଇଁ ବାଧ୍ୟ ହୋଇଥାଏ। ତେଣୁ ପରମେଶ୍ୱରଙ୍କ ବାକ୍ୟ ଏଠି କଣ ହେଇଥାଏ, ସେ ଭୁଲି ଯାଇଥାନ୍ତି। ତେଣୁ ମୋର ପ୍ରିୟର ବନ୍ଧୁମାନେ ଏବଂ ପ୍ରିୟର ଖ୍ରୀଷ୍ଟୀୟ ପରିବାର ମାନେ, ଆଜି ଆପଣମାନଙ୍କ ଜୀବନରେ ଯଦି ଧନ ଅଛି, ଏହା ଭାବି କେବେ ଆପଣ ମାନେ ଗର୍ବ ଅହଙ୍କାର କରନ୍ତୁ ନାହିଁ। କିନ୍ତୁ ସେହି ଧନ ଦ୍ୱାରା ପରମେଶ୍ୱରଙ୍କୁ ଏକ ଦଶମାଂଶ ଆଶାରେ ଏବଂ ପରମେଶ୍ୱରଙ୍କ ନାମରେ କିଛି ଦେଇ ତୁମ୍ଭେ ମାନେ ପରମେଶ୍ୱରଙ୍କର ଗୌରବ ଓ ପ୍ରଶଂସା ଗାନ କର, ତେବେ ପରମେଶ୍ୱର ତୁମ୍ଭର କଣ କରିବେ, ମଙ୍ଗଳ ଦାନ କରିବେ। ଆଜି ଦେଖନ୍ତୁ ହାନାନିୟ ସପିରାଙ୍କ ଜୀବନରେ ଯେଉଁ ଖଣ୍ଡେ ଜମିଟି ବିକ୍ରୟ କରି ପରମେଶ୍ୱରଙ୍କ ନାମରେ ଯେତିକି ବାଞ୍ଛା କରିଥିଲେ ଦେବା ପାଇଁ, ସେତିକି ବି ସେମାନେ ଦେଉନାହାନ୍ତି। ଆଉ ସଡନ୍ ସେହି ସମୟରେ ପିତର ଆସି ମାନେ ହାନାନିୟଙ୍କୁ କହୁଛନ୍ତି, ତୁମେ ଯେଉଁ ଜମିଟି ବିକ୍ରୟ କଲ, ଯେତିକି ଦେବା କଥା ପରମେଶ୍ୱରଙ୍କୁ, କାହିଁକି ସେତିକି ଦେଲ ନା, କାହିଁକି ତୁମେ ଲୁଚାଇଲ? ତାମାନେ ଏଠି ଏଡେ ବଡ ତା ଜୀବନରେ ଗୋଟେ ଏକ କଣ ହଉଛି, ଆଉ ଜୀବନରେ ଗୋଟେ କୋଶ୍ଚିନ୍ ତିଆରି କରୁଛି। ଆଜି ଆମମାନଙ୍କ ଜୀବନରେ ପରମେଶ୍ୱରଙ୍କ ସମ୍ମୁଖରେ ଏହି ପ୍ରକାର କୋଶ୍ଚିନ୍ ଆଉ ତିଆରି କରିବା ପାଇଁ ଚାହୁଁ କି? ନା, କେବେ ହିଁ ଚାହିଁବା ନାହିଁ। ଯଦି ଆମେ ଚାହିଁବା ଯେ ପରିତ୍ରାଣ କେମିତି ପାଇବା, ସେଇଟା ଆମେ ଚିନ୍ତା କରିବା ଦରକାର। କାରଣ ସେମାନଙ୍କ ଜୀବନରେ ପ୍ରଭୁ ଭୟ ଜୀବନ ଥିଲା, ତଥାପି ସେମାନେ ଲୋଭାସକ୍ତ ତାଙ୍କ ଜୀବନରେ ଥିଲା। କାହିଁକି? ସେ ଧନ ପାଇଁ ବୋଲିକି। ଯେପରି ଇସ୍କାରିତ ଯିହୁଦା ଖଣ୍ଡିଏ
ମାନେ 30ଟି ମୁଦ୍ୟ ରୂପ ଦ୍ୱାରା ଆଉ ପରମେଶ୍ୱରଙ୍କୁ ତ୍ୟାଗ କରି ଶତ୍ରୁ ହସ୍ତରେ ସମର୍ପଣ କରି ପରିଶେଷରେ ତାର ପରିଣାମ କଣ ହେଲା? ମୃତ୍ୟୁ ଘଟିଲା। ଠିକ ସେହିପରି ହାନାନିଆ ଓ ସଫିରାଙ୍କ ଜୀବନରେ ପରମେଶ୍ୱରଙ୍କର ଆଉ ଯୋଉଟା କି ଯାହା ବାଞ୍ଚ କରିଥିଲା ପରମେଶ୍ୱରଙ୍କୁ ମାନେ ଆଉ ପରିଧାନ କରିବା ବା ପରମେଶ୍ୱରଙ୍କ ନିକଟରେ ଦେବା ପାଇଁ ସେଟା ସେ ଫୁଲଫିଲ ନ କରି ଉଭୟ କଣ ହେଲେ? ସେମାନେ ମୃତ୍ୟୁବରଣ କଲେ। ଦେଖନ୍ତୁ, ପରମେଶ୍ୱରଙ୍କୁ ଠକିବା ଆମ୍ଭମାନଙ୍କ ପାଇଁ କେଡେ ବଡ ଭୁଲ ଅଟେ। ତେଣୁ ମୋର ପ୍ରିୟର ଆଉ ଖ୍ରୀଷ୍ଟୀୟ ପରିବାର ମାନେ ଆମେ କାହାକୁ ଠକିବା ନାହିଁ, ମଣିଷକୁ ଠକିବା ବି ନାହିଁ। ଯଦି ମଣିଷକୁ ଠକୁଛୁ ତାର ତ ଈଶ୍ୱରଙ୍କୁ ଆମେ ଠକୁଛୁ। ଏଣୁ ଏ କଥା କୁହେ ଯେ ଯେଉଁଟାରେ ତୁମ୍ଭର ଧନ ସେଇଟାରେ ତୁମ୍ଭର ମନ ନ ହେଉ। ତେଣୁ ଆସନ୍ତୁ ଆଉ ଗୋଟେ ବିଷୟ ମାନେ ଆଉ ଅଧ୍ୟୟନ କରି ଆମେ ଶୁଣିବା। ତାହା ହଉଛି ଆପଣ ମାନେ ଦେଖିବେ ଆଉ ପ୍ରଥମ ତିମୋଥୀ ତାର 6 ଅଧ୍ୟାୟ 7-11 ଆମେ ଟିକେ ଆଂଶିକ ଆମେ ଦେଖିବା, ତାପରେ ଆମେ ସମାପ୍ତ କରିବା। ଆଉ ପ୍ରଥମ ତିମୋଥୀ ତାର 6 ପର୍ବ 7-11 ପର୍ଯ୍ୟନ୍ତ ଲେଖାଯାଏ ଯେ ଏଠି ଗୋଟେ ବିଷୟ ଲେଖା ଅଛି, କାରଣ ଆମ୍ଭେମାନେ ଜଗତକୁ କିଛି ଆଣିନାହୁଁ, ପୁଣି ଏଠାରୁ କିଛି ଘେନି ଯାଇ ନ ପାରୁ। ଏଣୁ ଅନବସ୍ତ୍ର ଥିଲେ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ। ମାତ୍ର ଯେଉଁମାନେ ଧନୀ ହେବାକୁ ଇଚ୍ଛା କରନ୍ତି ସେମାନେ ପରୀକ୍ଷା ଓ ପାନ୍ଧରେ ପୁଣି ଅନେକ ପ୍ରକାରର ଅସଙ୍ଗତ ଓ କ୍ଷତିଜନକ ଅଭିଳାଷରେ ପଡନ୍ତି। ଏହି ସବୁ ମନୁଷ୍ୟକୁ ଧ୍ୱଂସ ଓ ବିନାଶ ରୂପ ସାଗରରେ ମଗ୍ନ କରେ। କାରଣ ଧନ ଲୋଭ ସମସ୍ତ ଅନିଷ୍ଟର ମୂଳ। କେହି କେହି ସେଥିରେ ଆସକ୍ତ ହୋଇ ବିଶ୍ୱାସ ତ୍ୟାଗ କରି ପଥଭ୍ରଷ୍ଟ ହୋଇଅଛନ୍ତି, ପୁଣି ବହୁ ଦୁଃଖରେ ଆପଣା ଆପଣା ଆଉ ହୃଦୟ ବିଦୀର୍ଣ୍ଣ କରିଅଛନ୍ତି। ଦେଖନ୍ତୁ, ଏଠି ଯାହା ଜୀବନରେ ଧନୀ ହେବାର ସ୍ୱପ୍ନ ଗୋଟେ ରହିଅଛି, ସେ ଧନୀ ତ ହବ ନିହାତି ସତ କଥା, କିନ୍ତୁ ସେ ଆତ୍ମୀୟ ଜୀବନର ସମସ୍ତ ଏକ ସୁଖଦାୟକ ଜୀବନ, ଆରାମଦାୟକ ଜୀବନ, ପରମେଶ୍ୱରଙ୍କର ଆଶୀର୍ବାଦ, ପରମେଶ୍ୱରଙ୍କର ଅନୁଗ୍ରହ, ପରମେଶ୍ୱରଙ୍କର ସେହି ଆଉ ଯେଉଁ ଯେଉଁ ସମସ୍ତ ବିଷୟ ତାଙ୍କ ଜୀବନରେ ସଫଳୀକୃତ କରିବା କଥା ଥିଲା, এই ସମସ୍ତ ଆପଣ ଧନ ଏବଂ ଲୋଭ ପାଇଁ ବୋଲିକି ସେ ନିଜେ ହରଉଛି। ଏଠି ସେଇଥିପାଇଁ କହିଛନ୍ତି ସମସ୍ତ ଧନ ଲୋଭୀ ମାନେ ପଥଭ୍ରଷ୍ଟ ହେବେ ଆଉ ସେମାନେ ବିଶ୍ୱାସ ତ୍ୟାଗୀ ହେବେ, ଯେପରି ହାନାନିଆ ଓ ସଫିରାଙ୍କ ଜୀବନରେ ଘଟିଲା। ଯେପରି ଆଉ ଯୀଶୁଖ୍ରୀଷ୍ଟଙ୍କର ଆଉ ପ୍ରଧାନ ଶିଷ୍ୟ ଭାବରେ ତାଙ୍କ ସଙ୍ଗରେ ଥିଲେ ଇସ୍କରିତ ଯିହୁଦା, ସେ ମଧ୍ୟ ବିଶ୍ୱାସର ଆଉ ପରିତ୍ୟକ୍ତ ହେଲେ ଆଉ ପଥଭ୍ରଷ୍ଟ ହେଲେ। ତେଣୁ ସେ ଯୀଶୁଖ୍ରୀଷ୍ଟଙ୍କୁ ବିକ୍ରି କଲେ ଅଳ୍ପ କିଛି ଧନ ପାଇଁ। ଆଜି ଏଇଠି ମଧ୍ୟ ଆମମାନଙ୍କୁ କହୁଛି, ଧନୀ ହେବାକୁ ଇଚ୍ଛା କରନ୍ତି ଯେଉଁମାନେ ସେମାନେ ପରିତ୍ୟକ୍ତ ହେବେ ପରମେଶ୍ୱରଙ୍କ ଠାରୁ। ଆଉ ତଳ ପଦ ଲେଖା ଅଛି, କିନ୍ତୁ ଈଶ୍ୱରଙ୍କ ଲୋକ ତୁମ୍ଭେ ଏହି ସମସ୍ତରୁ ପଳାୟନ କରି ଧାର୍ମିକତା, ଈଶ୍ୱର ପରାୟଣତା, ବିଶ୍ୱାସ, ପ୍ରେମ, ଧୈର୍ଯ୍ୟ ଓ ସହିଷ୍ଣୁତାରେ ଅନୁଗାମୀ ହୁଅ ବୋଲି କହୁଛନ୍ତି। ଯଦି ଆମେ ଧନ ଲୋଭୀ ଠାରୁ ପୃଥକ ରହିବା, ଧନକୁ ଯଦି ଆମେ ଛାଡିବା, ପରମେଶ୍ୱରଙ୍କୁ ଯଦି ଆମେ ମନ ଦେବା, ତାହେଲେ ଆମମାନଙ୍କ ଜୀବନ ଏକ ଧାର୍ମିକତା ଜୀବନରେ ପରିଣତ ହବ ଆଉ ଈଶ୍ୱରୀୟ ପରାଣିତ ଜୀବନ ପ୍ରାପ୍ତ ହେବା, ବିଶ୍ୱାସ ପାଇବା ଆଉ ପ୍ରେମ ପାଇବା ଏବଂ ଧୈର୍ଯ୍ୟ ରହିବ ଏବଂ ଆମଠାରେ ଏକ ସହିଷ୍ଣୁତା ଜୀବନ ରହିବ ଆଉ ସେହି ପ୍ରେମରେ ଆମେ ଅନୁଗାମୀ କରିପାରିବା। ଏଣୁ ଏଠି ଆମମାନଙ୍କୁ କହୁଛନ୍ତି, ଯଦି ଆମେ ଧନ ରହିବା ତେବେ ଆମ୍ଭମାନେ ଆଉ ପଥଭ୍ରଷ୍ଟ ହେବାର ସୁଚାନ୍ସ ରହୁଛି। ତେଣୁ ଆମେ ଆଉ ଧନ ପ୍ରତି ଆସକ୍ତ ନ ହୋଇ ପରମେଶ୍ୱରଙ୍କର ଧନ ପ୍ରତି ଆମେ ଆସକ୍ତ ହଉ, ପରମେଶ୍ୱରଙ୍କର ଆଉ ଜ୍ଞାନରେ ଧନୀ ହେବା ପାଇଁ ଆମେ ଆସକ୍ତ ହଉ। ଯଦି ଯେ କେହି ଈଶ୍ୱରଙ୍କର ସେହି ଆତ୍ମିକ ଆଉ ବାକ୍ୟରେ ଆତ୍ମିକ ଧନୀରେ ଧନୀ ହେବା ପାଇଁ ଚାହୁଁଛନ୍ତି, ତେବେ ସେ ପରମେଶ୍ୱରଙ୍କ ନିକଟକୁ ଆସିବାକୁ ପଡିବ। ତେଣୁ ଆଉ ଶେଷ ଅଂଶ ଆମେ କିଛି ଆଂଶିକ ପଢିବା, ତାପରେ ଆମେ ସମାପ୍ତ କରିବା। ଆପଣ ଦେଖିବେ ଆଉ ମାଥ୍ୟୁ ଲିଖିତ ସୁସମାଚାର ତାର 4 ଅଧ୍ୟାୟ ଆଉ ସେଠି ଅତି ସୁନ୍ଦର ଭାବରେ ଯୀଶୁଖ୍ରୀଷ୍ଟ କହୁଛନ୍ତି ଯେ ପ୍ରଥମ ଆହ୍ୱାନ କରିଥିବା ଶିଷ୍ୟମାନଙ୍କ ନିକଟକୁ, ଯେତେବେଳେ ଗାଲିଲି ସମୁଦ୍ର କୂଳରେ ଆଉ ଯୀଶୁଖ୍ରୀଷ୍ଟ ଭ୍ରମଣ କରୁଥିଲେ, ସେତେବେଳେ କିଛି ମତ୍ସ୍ୟଜୀବୀ ମାନଙ୍କୁ ଦେଖିଲେ। ଆପଣ ମାନେ ଦେଖିବେ ତାର ମାଥ୍ୟୁ ଲିଖିତ ସୁସମାଚାର ତାର 4 ଅଧ୍ୟାୟ ଏଠି 18ରୁ ଯଦି ଆପଣ ମାନେ 22 ପର୍ଯ୍ୟନ୍ତ ମାନେ ପଢିବେ, ତେବେ ସେଠି ଗୋଟେ ଲେଖା ଅଛି ଯେ ସେ ଗାଲିଲି ସମୁଦ୍ର କୂଳରେ ଭ୍ରମଣ କରୁଥିବା ସମୟରେ ସିମନ, ଯାହାକୁ ପିତର ବୋଲି କହନ୍ତି, ଆଉ ତାଙ୍କ ଭାଇ ଆନ୍ଦ୍ରିୟ, ଏହି 2 ଭାଇଙ୍କି ସମୁଦ୍ରରେ ଆଉ ବଅଁରୀ ଜାଲ ପକାଉଥିବା ଦେଖିଲେ, କାରଣ ସେମାନେ ମତ୍ସ୍ୟଜୀବୀ ଥିଲେ। ଯୀଶୁ ସେମାନଙ୍କୁ କହିଲେ, ମୋର ଅନୁଗମନ କର, ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି। ସେଥିରେ ସେମାନେ ସେହି କେଣି ଜାଲ ଛାଡି ତାହାଙ୍କୁ ଅନୁଗମନ କଲେ। ପୁଣି
ଯୀଶୁ ସେଠାରୁ ଆଗକୁ ଯାଇ ଜେବଦୀଙ୍କ ପୁତ୍ର ଯାକୋବ ଓ ତାଙ୍କ ଭାଇ ଜୋହନ ନାମକ ଆଉ ଦୁଇ ଭାଇଙ୍କି ସେମାନଙ୍କ ପିତା ଜେବଦୀଙ୍କ ସହିତ ନୌକାରେ ଜାଲ ସଜାଡୁଥିବା ଦେଖି ସେମାନଙ୍କୁ ଡାକିଲେ। ସେଥିରେ ସେମାନେ ସେହି କ୍ଷଣି ନୌକା ଓ ସେମାନଙ୍କର ଆଉ ପିତାଙ୍କୁ ଛାଡି ତାହାଙ୍କର ଅନୁଗମନ କଲେ। ଦେଖନ୍ତୁ ଏଠି ଏମାନେ ମଧ୍ୟ ଆପଣା ଧନ ବିଷୟରେ ଆପଣା ଆଉ ଭୌତିକ ଶରୀର ବା ଏ ଶାରୀରିକ ସଂସାରର ଜୀବନକୁ ବଞ୍ଚିବା ପାଇଁ ବୋଲିକି ଆଉ ଶରୀରରେ ବଞ୍ଚିବା ପାଇଁ ସେମାନେ କିଛି ପେଟ ପରିପୋଷଣ ନିମନ୍ତେ ସେମାନେ ମତ୍ସ୍ୟଜୀବୀ କାର୍ଯ୍ୟ କରୁଥିଲେ। ଆଉ ସେମାନଙ୍କୁ ଯୀଶୁଖ୍ରୀଷ୍ଟ କଣ କହିଲେ? ଗୋଟିଏ କଥା ଯେ ସମୁଦ୍ର କୂଳରେ ସେମାନେ ମାଛ ସଜାଉଛନ୍ତି ଦେଖିଲେ ଯେ ଏମାନଙ୍କୁ ମୁଁ ଯଦି ଈଶ୍ୱରଙ୍କର ଆଉ ସନ୍ତାନତ୍ଵ ସେମାନଙ୍କ ମୋହର ଅଧିକାରରେ ସେମାନଙ୍କୁ ଚାଲିବାକୁ ଦେବି ତେବେ ସେ ଅନେକ ଆଶୀର୍ବାଦ ପ୍ରାପ୍ତ ହେବେ। ତେଣୁ ଯୀଶୁଖ୍ରୀଷ୍ଟ ସେମାନଙ୍କୁ କହିଲେ ତୁମେ ସେ ସମସ୍ତ ଆଉ ଜାଲ ଛାଡି ମୋହର ଅନୁଗମନ କର ବୋଲି କହିଲେ। ଦେଖନ୍ତୁ ଏଠି এই ସିମନ ପିତର ଏବଂ ଯାକୋବ ଜେବଦୀଙ୍କ ପୁତ୍ର ଆନ୍ଦ୍ରିୟ ଏମାନଙ୍କ ନିକଟରେ କଣ ନଥିଲା କି? ଧନ ସଞ୍ଚୟ କରିବା ପାଇଁ ସେମାନଙ୍କର କଣ ଲୋଭ ନଥିଲା କି? ଥିଲା। କିନ୍ତୁ ସେମାନେ ଯୀଶୁ ଯେଉଁ ବିଷୟଟି କହିଲେ ସେହି କ୍ଷଣି ସେମାନେ ଆପଣା ଜାଲ ଏବଂ ପିତା ମାତାଙ୍କୁ ଛାଡି ସେମାନେ ଈଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କର ଅନୁସରଣ କରିବାକୁ ଲାଗିଲେ। ତାମାନେ ଏମାନେ ଆତ୍ମିକ ଧନୀ ହେବା ପାଇଁ ଚାହିଁଲେ, କିନ୍ତୁ ଆମେ ପୂର୍ବରେ ଯାହା ପାଇଲୁ ସେମାନେ ଶାରୀରିକ ଭାବରେ ସେମାନେ ଧନୀ ହେଇଥିଲେ ଏବଂ ସେମାନଙ୍କ ଶାରୀରିକର ଧନୀ ହେବାର ପ୍ରତିଫଳ ସେମାନେ ପାଇଛନ୍ତି। କିନ୍ତୁ ଆଜି ଏମାନଙ୍କୁ ପରମେଶ୍ୱରଙ୍କର ପୁତ୍ର ଯୀଶୁଖ୍ରୀଷ୍ଟ ସେ କଣ କରୁଛନ୍ତି? ଆପଣା ପ୍ରଥମ ଆହ୍ୱାନରେ ସିମନଙ୍କୁ ଏବଂ ଆନ୍ଦ୍ରିୟର ଭାଇ ଜେବଦୀଙ୍କ ପୁତ୍ରଙ୍କୁ ମଧ୍ୟ ସେ କଣ କଲେ? ଆହ୍ୱାନ କଲେ ଆପଣା ଶିଷ୍ୟ ଭାବରେ। ଆଉ ସେ ମନୁଷ୍ୟ ଧରାଇବା ପାଇଁ ଶିଖାଇଲେ, ଅର୍ଥାତ୍ ମନୁଷ୍ୟ ମାନଙ୍କ ନିକଟରେ ତାହାଙ୍କରି ସୁସମାଚାର ଘୋଷଣା କରିବା ପାଇଁ ସେମାନଙ୍କୁ ମନୋନୀତ କଲେ। ସେମାନେ ଆଜି ଆତ୍ମିକ ଭାବରେ ଧନୀ ଅଟନ୍ତି। ଆଉ ସେମାନେ ମଧ୍ୟ ଆପଣାର ସମସ୍ତ ଆଉ ପେଟ ପରିପୋଷଣ ପାଇଁ ଯେଉଁ ସମସ୍ତ କାର୍ଯ୍ୟ କରୁଥିଲେ ବା ମତ୍ସ୍ୟଜୀବୀ କାର୍ଯ୍ୟ କରୁଥିଲେ ସେଟା ଛାଡି ପରମେଶ୍ୱରଙ୍କର ଅନୁଗମନ କଲେ। ଯେ ପରମେଶ୍ୱରଙ୍କ ନିକଟରେ କଣ ଅଛି ସେମାନେ ଜାଣିପାରିଲେ, ତେଣୁ ସେମାନେ ଯୀଶୁଖ୍ରୀଷ୍ଟଙ୍କର ଅନୁସରଣ କଲେ। ତେଣୁ ମୋର ପ୍ରିୟର ଭାଇମାନେ, ଆଜି ଯଦି ଆମେ ସେଇ ଯୀଶୁଖ୍ରୀଷ୍ଟଙ୍କର ଆଉ ବାକ୍ୟ ଶୁଣି ଯଦି ପଦେ ବାକ୍ୟରେ ଯଦି ପରିବର୍ତ୍ତନ ହୋଇ ତାହାଙ୍କର ଅନୁସରଣ କରୁ ତେବେ ପରିତ୍ରାଣ ନିହାତି ଅଛି। ତେଣୁ ଆମେ ଶେଷ ପଦ ଆମେ ଅଧ୍ୟୟନ କରିବା, ତାପରେ ଆମେ ଆଉ ସମାପ୍ତ କରିବା ମାଥ୍ୟୁ ଲିଖିତ ସୁସମାଚାର ତାର 19 ଅଧ୍ୟାୟ ଆଉ 29 ପଦ ଆମେ ପଢିବା, ତାପରେ ସମାପ୍ତ କରିବା। ଏଠି ଲେଖା ଅଛି, ପୁଣି ଯେ କେହି ମୋର ନାମ ସକାଶେ ଗୃହ କି ଭ୍ରାତା କି ଭଗ୍ନୀ କି ପିତା କି ମାତା କି ସନ୍ତାନ ସନ୍ତତି କି ଭୂମି ପରିତ୍ୟାଗ କରେ ସେ ବହୁ ଗୁଣ ପାଇବ, ପୁଣି ଅନନ୍ତ ଜୀବନର ଅଧିକାର ହେବ। ଏଠି ଅତି ସୁନ୍ଦର ଭାବରେ ଲେଖା ଅଛି, ଯଦି ସେ ଜଣେ ଅନନ୍ତ ଜୀବନର ଅଧିକାର ହେବା ପାଇଁ ହେଲେ ସେ ନିଜର ସର୍ବସ୍ୱ ବିଷୟକୁ ସେ ତ୍ୟାଗ କରି ପରମେଶ୍ୱରଙ୍କ ନିକଟକୁ ଆସିବାକୁ ପଡିବ, ଯୀଶୁଖ୍ରୀଷ୍ଟଙ୍କର ନିକଟକୁ ଆସିବାକୁ ପଡିବ, ଯୀଶୁଖ୍ରୀଷ୍ଟଙ୍କର ଆଜ୍ଞାକୁ ପାଳନ କରିବାକୁ ପଡିବ, ଯୀଶୁଖ୍ରୀଷ୍ଟଙ୍କର ବାକ୍ୟକୁ ଶୁଣିବାକୁ ପଡିବ। ତେବେ ଆମ୍ଭେ କଣ ହେବା? ଅନନ୍ତ ଜୀବନ ପାଇବା। ତେବେ ମୋର ପ୍ରିୟର ଭାଇ ଓ ଭଉଣୀ ମାନେ, ଆଜି କୁହନ୍ତୁ ଜଣେ ଯେ ଖ୍ରୀଷ୍ଟୀୟ ଜୀବନରେ ଏକ ଆତ୍ମିକ ଜୀବନ ଭାବରେ ଆଉ ପରିତ୍ରାଣ ଜୀବନ ପାଇବା ପାଇଁ ଆଉ ଅନନ୍ତ ଜୀବନ ପାଇବା ପାଇଁ ସେ କଣ କରିବା ଦରକାର? ଏକ ସ୍ୱତନ୍ତ୍ର ଭାବରେ ସେ ପରମେଶ୍ୱରଙ୍କର ବାକ୍ୟକୁ ଶ୍ରବଣ କରି ସେ ବାକ୍ୟକୁ ବିଶ୍ୱାସ କରିବା ଦରକାର। ଯଦି ସେ ପରିତ୍ରାଣ ପାଇବା ପାଇଁ ଚାହୁଁଛି, କାଲି ସେ ଯେ ବିଶ୍ୱାସ କରିବ ସେ ବାକ୍ୟକୁ ଶ୍ରବଣ କରି ସେଟା ନୁହଁ, ସେ ବିଶ୍ୱାସ କଲା ପରେ ସେ ନିଜକୁ ମନ ପରିବର୍ତ୍ତନ କରିବା ବି ଦରକାର। ଯେ ଯାହା ଯାହା ଲେଖା ହେଇଛି, ଯେଉଁ ବ୍ୟବସ୍ଥା ରହିଅଛି, ଯେଉଁ ପରମେଶ୍ୱରଙ୍କର ଆଜ୍ଞା ରହିଅଛି ପ୍ରତିପାଳନ ନିମନ୍ତେ, ଯଦି ମୁଁ ସେ ସମସ୍ତ ବିଷୟକୁ ପ୍ରତିପାଳନ କରିକି ନିଜକୁ ପରିବର୍ତ୍ତନ କରିବି ତେବେ ଜଣେ ସେ କଣ ହବ? ପରିତ୍ରାଣ ପାଇବ। ସେ ବିଶ୍ୱାସ କଲା, ବାକ୍ୟ ଶ୍ରବଣ କରି ବିଶ୍ୱାସ କଲା ଏବଂ ନିଜକୁ ପରିବର୍ତ୍ତନ କଲା, ଏବଂ ସେ ନିଜକୁ ପରିବର୍ତ୍ତନ କଲା ପରେ ସେ ପରମେଶ୍ୱରଙ୍କର ପୁତ୍ର ଯୀଶୁଖ୍ରୀଷ୍ଟଙ୍କୁ ସେ ସ୍ୱୀକାର କରିବା ଦରକାର। ବାସ୍ତବିକ ମୋର ପାପ ନିମନ୍ତେ ସେ କ୍ରୁଶରେ ହତ ହେଲେ। କଣ ପାଇଁ? ମୋର ଦୋଷ, ଦୁର୍ବଳ, ଅହଙ୍କାର, ପାପ ପାଇଁ ବୋଲିକି ସେ କଣ ହେଲେ? ମୃତ୍ୟୁବରଣ କଲେ। ଯେ ସତ୍ୟରେ ସେ ଜଣେ ଈଶ୍ୱରଙ୍କ ପୁତ୍ର, ପରିତ୍ରାଣ ଦାତା ଅଟନ୍ତି ବୋଲିକି ଯଦି ତୁମେ ଆପଣାର ପାପ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମେ ସ୍ୱୀକାର କରୁଛନ୍ତି ତେବେ ନିହାତି ଆପଣ ମାନେ କଣ ହେବେ? ଆଉ ପରିତ୍ରାଣ ପାଇବାର ସୁଯୋଗ ପାଇବେ। ଏଣୁ ଆଜି ସୁଯୋଗ ଅଛି, ଯେ କେହି ମନ ପରିବର୍ତ୍ତନ କରି ପରମେଶ୍ୱରଙ୍କ ନିକଟକୁ ଫେରନ୍ତି ଆଉ ସ୍ୱୀକାର କରିକି ବାପ୍ତିସ୍ମ ଗ୍ରହଣ କରନ୍ତି, ସେମାନେ ଆଉ ମଣ୍ଡଳୀର ଏକ ସନ୍ତାନ ସନ୍ତତି ହେଇପାରିବେ।
ସେମାନଙ୍କୁ କିଏ ମଣ୍ଡଳୀରେ ସଂଯୁକ୍ତ କରିବେ? ଯେ ପରମେଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ ସେମାନଙ୍କୁ ମଣ୍ଡଳୀରେ ସଂଯୁକ୍ତ କରିବାକୁ ଲାଗିବେ। ଏଣୁ ଆସୁ ଏହି ଛୋଟ ବାକ୍ୟ ପ୍ରତି ପ୍ରତ୍ୟେକଙ୍କ ଜୀବନରେ ଏହା ଆଧାରିତ ହଉ ଯେ ଜଣେ ଧନୀ ଯେ ତାହା ପାଖରେ ଧନ ଅଛି କିନ୍ତୁ ସେ ଧନ ପ୍ରତି ମନ ନ ଦେଇ ଯେ ପରମେଶ୍ୱରଙ୍କ ନିକଟକୁ ଯେପରି ମନ ଦେବ। ଆମେ ଆଜି କଣ ଶିଖିଲୁ? ଯେ ଏଠୁ ଆମେ ଶିଖିଲୁ ଜଣେ ଧନୀ ବ୍ୟକ୍ତି କେବେ ସେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବ ନାହିଁ। ପ୍ରଥମ କାରଣ। ଦ୍ୱିତୀୟ କାରଣ, ସେ ଧନୀ ଏକ ଧନ ପ୍ରତି ଆପଣ ମନ ଦେଇକି ସେ କୌଣସି ପ୍ରକାର ଆପଣ ଜୀବନର ଏକ ପରିବର୍ତ୍ତନ ଆଣିପାରିବ ନାହିଁ, ବରଂ ସେ ଆଉ ନିଜ ଜୀବନର ପଥଭ୍ରଷ୍ଟ ହେବାର ଏବଂ ବିଶ୍ୱାସ ତ୍ୟାଗୀ ହେଇପାରେ। ତେଣୁ এই ସମସ୍ତ ତାର ସେ ଯେମିତି ପୃଥକ ରହିବ ଆଉ ସେଥିପାଇଁ ସେ ସମସ୍ତକୁ ତ୍ୟାଗ କରିବ। ଏଇଟା ହଉଛି ଦ୍ୱିତୀୟ ପଏଣ୍ଟ। ଆଉ ତୃତୀୟ ପଏଣ୍ଟ ହେଲା ସେ କେମିତି ଏ ସମସ୍ତ ତ୍ୟାଗ କରିକି ସେ ପରିତ୍ରାଣ ପାଇବ ସେଟା ଆମେ ଶିଖିଲୁ, ଯାହାକି ଶେଷ ଅଂଶ ଆମେ ପଠନ କଲୁ। ଏଣୁ ଏହି ତିନୋଟି ବିଷୟକୁ ନେଇକି ଆପଣମାନେ ଆପଣଙ୍କ ହୃଦୟରେ ତାହା ଆଧାରିତ କରି କାର୍ଯ୍ୟକାରୀ କରନ୍ତୁ ଏବଂ ଆପଣମାନେ ଆଉ ନିଜକୁ ପ୍ରସ୍ତୁତି ସହିତ ପରମେଶ୍ୱରଙ୍କ ନିକଟକୁ ସମର୍ପିତ ହୁଅନ୍ତୁ। ଏହି ଅଳ୍ପ ବାକ୍ୟ ପ୍ରତି ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ପ୍ରତ୍ୟେକଙ୍କୁ ଅନୁଗ୍ରହ କରନ୍ତୁ, ଯେପରି ଆଗାମୀ ଦିନରେ ଯଦି ଏହି ପ୍ରକାର ବାକ୍ୟ ଆଉ ପାଇବା ପାଇଁ ଏବଂ ଶୁଣିବା ପାଇଁ ହେଲେ ଆପଣମାନଙ୍କୁ ପ୍ରାର୍ଥନା ସହିତ ବିଶ୍ୱାସ ସହିତ ପରମେଶ୍ୱରଙ୍କ ନିକଟରେ ଅପେକ୍ଷା କରି ରହିବାକୁ ପଡ଼ିବ। ଆଉ ସମସ୍ତଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ନମସ୍କାର। ଆସନ୍ତୁ ମାନେ ପ୍ରାର୍ଥନା କରିବା, ତାପରେ ଏହି ବାକ୍ୟାଂଶ ଆମେ ସମାପ୍ତ କରିବା। ପ୍ରେମିକମୟ ସ୍ୱର୍ଗୀୟ ପିତା, ଧନ୍ୟବାଦ ଦେଉଛୁ ରାଜା। ପୁନର୍ବାର ତୁମର ପବିତ୍ର ନାମକୁ ଗୌରବ କରୁଛି, ପ୍ରଶଂସା କରୁଛି। ଆଜି ଯେଉଁ ସମସ୍ତ ବିଷୟ ମାନେ ଦେଖିଲୁ ପ୍ରଭୁ, ତୁମ ସେ ଶାସ୍ତ୍ରାଂଶ ମାନଙ୍କୁ କହୁଛି, ଯେଉଁଟାରେ ଧନ ସେଉଟାରେ ତୁମମାନଙ୍କର ମନ। ପ୍ରଭୁ, ବାସ୍ତବିକ ଜଗତରେ ଆମ୍ଭେମାନେ ଆପଣା ଜୀବନକୁ ପରିପୋଷଣ କରିବା ପାଇଁ ପ୍ରଭୁ ସମୟ ମଧ୍ୟରେ ପ୍ରଭୁ ଆପଣା ଧନ ପ୍ରତି ମଧ୍ୟ ଆମେ ଆସକ୍ତ ହେଇଥାଉ, କିନ୍ତୁ ତୁମର ବାକ୍ୟ ତାହା ଆମମାନଙ୍କୁ ଏକ ସଚେତନ ଦେଉଛି ଯେ ଏ ସମସ୍ତ ବିଷୟ ଥାଏ ମଧ୍ୟ ଯେପରି ତୁମ୍ଭେ ପରମେଶ୍ୱରଙ୍କର ଆସକ୍ତ କରିବ, ପରମେଶ୍ୱରଙ୍କ ଜ୍ଞାନର ଧନୀ ହବ, ଏହା ସେ ଆମ୍ଭମାନଙ୍କୁ ସୁଯୋଗ ଦେଉଛି। ଯଦି ଆମ୍ଭେ ଧନ ଅଛି ବୋଲି ଆମ୍ଭେ ଧନ ପ୍ରତି ଯେବେ ଆମେ ମନ ଓ ପ୍ରାଣ ଆତ୍ମାକୁ ସମର୍ପିତ କରୁ, ତେବେ ତାହାର ପରିଣାମ ଆମମାନଙ୍କ ପାଇଁ ନିଶ୍ଚିତ ରହିଅଛି। ପ୍ରଭୁ, ଯେପରି ସେ ପ୍ରକାର ନ ହେଇ ଆମ୍ଭମାନଙ୍କ ଜୀବନରେ ଏକ ତମସ୍ୟ ଆତ୍ମିକର ଧନୀ ହେବା ପାଇଁ, ତମସ୍ୟ ଆତ୍ମିକର ପ୍ରଭୁ ବୃଦ୍ଧି ହେବା ପାଇଁ ଆମ ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। ଯାହା ଯାହା ମାନେ ପ୍ରଭୁ ବାକ୍ୟ ଶ୍ରବଣ କରିଛୁ ସେ ବାକ୍ୟର ପ୍ରତିଟି କର୍ମକାରୀ ହେବା ପାଇଁ ତୁମେ କୃପା କର। ତୁମର ସେ ଦ୍ୱିତୀୟ ଆଗମନ ନିମନ୍ତେ এই প্রত্যেকটি বাক্যକୁ ନେଇ যেপରି ଆମେ ପ୍ରସ୍ତୁତିର ସହିତ ତୁମକୁ ଅପେକ୍ଷା କରିବୁ, ସେଥିପାଇଁ ତୁମେ ସାହାଯ୍ୟ କର। ଗୌରବ ମହିମା ସମ୍ଭ୍ରମ ତୁମକୁ ଦେଇ ପ୍ରିୟ ପୁତ୍ର ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍। ସମସ୍ତଙ୍କୁ ନମସ୍କାର। Thanks for watching.